ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ ଏବଂ ମୋର ଶ୍ରୋତା ପିଲାମାନେ, ଆଜି ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି ନୋ ନଟ୍ କେଉଁଠାରେ ବ୍ୟବହାର କରିବା, ନୋ କେଉଁଠି ବ୍ୟବହାର ହେବ, ନଟ୍ କେଉଁଠି ବ୍ୟବହାର ହେବ ସେ ବିଷୟରେ ତୁମମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇବି। ନୋ ଏବଂ ନଟ୍ ଏ ଦୁଇଟି ଯାକ ଶବ୍ଦ ନେଗେଟିଭ ନକାରାତ୍ମକ, କିନ୍ତୁ ଏହାର ବ୍ୟବହାର ଅଲଗା ଅଲଗା। କେଉଁ କ୍ଷେତ୍ରରେ ନୋ ବ୍ୟବହାର ହୁଏ ଏବଂ କେଉଁ କ୍ଷେତ୍ରରେ ନଟ୍ ବ୍ୟବହାର ହୁଏ ସେ ସମ୍ବନ୍ଧରେ ମୁଁ ତୁମକୁ ମାଇନ୍ୟୁଟଲି ବ୍ରିଫଲି ବୁଝେଇବି କେତୋଟି ଏକ୍ସାମ୍ପଲ୍ସ ମାଧ୍ୟମରେ। ନୋ ବ୍ୟବହାର ହେଉଛି କେଉଁଠି, ନାଉନ୍ସ। ନାଉନ୍ସ ପୂର୍ବରୁ ଯେଉଁଠି ନାଉନ୍ ମେନସନ୍ ହେଇଥିବ ତା ପୂର୍ବରୁ ନୋ ବ୍ୟବହାର ହେବ। ଏବଂ ନଟ୍ କେଉଁଠି ବ୍ୟବହାର ହେବ, ଭାର୍ବସ୍, ଆଡଜେକ୍ଟିଭ୍ସ ଆଣ୍ଡ ଆଡଭର୍ବ। ଯେଉଁ ଶବ୍ଦ ଯେଉଁଠି ଭାର୍ବସ୍ ଥିବ, କ୍ରିୟା ଥିବ ଏବଂ ବିଶେଷଣ ଥିବ ଏବଂ କ୍ରିୟା ବିଶେଷଣ ଥିବ ତା ପୂର୍ବରୁ ନଟ୍ ବ୍ୟବହାର ହେବ। ସେଗୁଡ଼ିକୁ ମୁଁ ତୁମକୁ ଏକ୍ସାମ୍ପଲ୍ସ ମାଧ୍ୟମରେ ବୁଝାଉଛି। ଦେଖ କେତୋଟି ଏକ୍ସାମ୍ପଲ୍ସ ନେଇଛି ମୁଁ। ପ୍ରଥମ ଏକ୍ସାମ୍ପଲ୍ ଦେଖ, ଆଇ ହ୍ୟାଭ୍ ନୋ ଟାଇମ୍ ଫର୍ ପ୍ଲେ। ମୋର ଖେଳ ପାଇଁ ସମୟ ନାହିଁ। ଏ ଟାଇମ୍ଟା ହେଉଛି ନାଉନ୍, ତେଣୁ ତା ପୂର୍ବରୁ ଆମେ ନୋ ବ୍ୟବହାର କରିବା। ଏଠି ବ୍ଲାଙ୍କ୍ସରେ ନୋ ବ୍ୟବହାର ହେଇଛି। ହି ହ୍ୟାଡ୍ ନୋ ରିଜନ୍ ଟୁ ବି ସ୍ୟାଡ୍। ତାର କୌଣସି କାରଣ ନଥିଲା ଦୁଃଖିତ ହେବା ପାଇଁ। ତେଣୁ ରିଜନ୍ ହେଉଛି ନାଉନ୍, ଏଟା ହେଉଛି ଆବଷ୍ଟ୍ରାକ୍ଟ ନାଉନ୍। ଓକେ, ତେଣୁ ସେ କ୍ଷେତ୍ରରେ ସେ ବାକ୍ୟରେ ନୋ ବ୍ୟବହାର ହେଲା। ଦେୟାର ଇଜ୍ ନଟ୍ ଏନଫ୍ ଫର୍ଣ୍ଣିଚର ଇନ୍ ଦିସ୍ ରୁମ୍। ଏହି ରୁମ୍ରେ ଯଥେଷ୍ଟ ଆସବାବପତ୍ର ନାହିଁ, ଆସବାବପତ୍ର ନାହିଁ। ଏଠି ଏନଫ୍ ହେଉଛି କ'ଣ, ଆଡଜେକ୍ଟିଭ୍। ଆଡଜେକ୍ଟିଭ୍ କାହାକୁ କୁହାଯାଏ ନା ଯେଉଁ ଶବ୍ଦ ବିଶେଷର ଗୁଣବତ୍ତାକୁ ବୁଝାଏ, ଗୁଣକୁ ବୁଝାଏ, ତାକୁ ଆମେ ଆଡଜେକ୍ଟିଭ୍ କୁହନ୍ତି। ଦ ୱାର୍ଡ ହ୍ୱିଚ୍ କ୍ୱାଲିଫାଏଜ୍ ନାଉନ୍ ଇଜ୍ କଲ୍ଡ ଆଡଜେକ୍ଟିଭ୍। ଏଠି ନାଉନ୍ କେଉଁଟା, ନାଉନ୍ ହେଉଛି ଫର୍ଣ୍ଣିଚର। ଫର୍ଣ୍ଣିଚର କି ନାଉନ୍, କଲେକ୍ଟିଭ୍ ନାଉନ୍ ବା ଗ୍ରୁପ୍ ନାଉନ୍ କୁହାଯାଏ। ଗ୍ରୁପ୍ ନାଉନ୍ କୁହାଯିବ ଏଟାକୁ। ଫର୍ଣ୍ଣିଚର କହିଲେ ଗୋଟିଏ ଜିନିଷ ବୁଝିବନି। ଫର୍ଣ୍ଣିଚର ଚେୟାର, ଟେବୁଲ୍ସ, କାଠର ଆସବାବପତ୍ର ବା ଖଟ, ପଲଙ୍କ, ବିଭିନ୍ନ ଗ୍ରୁପକୁ ନେଇକି ବୁଝେଇବ କଲେକ୍ଟିଭ୍ ନାଉନ୍। ତେଣୁ ଫର୍ଣ୍ଣିଚର ଏଠି କଲେକ୍ଟିଭ୍ ନାଉନ୍। ଏଠି କଲେକ୍ଟିଭ୍ ନାଉନ୍କୁ କେଉଁଟା ମାନେ କ୍ୱାଲିଫାଏ କରୁଛି, ଏନଫ୍। ଏନଫ୍ ହେଉଛି ଆଡଜେକ୍ଟିଭ୍। ତେଣୁ ଆଡଜେକ୍ଟିଭ୍ ପୂର୍ବରୁ ନଟ୍ ବସିବ। ତାକୁ ମୁଁ ଲେଖିଛି ଏଠି, ଆଡଜେକ୍ଟିଭ୍ ପୂର୍ବରୁ କ୍ଷେତ୍ରରେ ନଟ୍ ବସିବ। ଦେୟାର ଇଜ୍ ନଟ୍ ଏନଫ୍ ଫର୍ଣ୍ଣିଚର ଇନ୍ ଦିସ୍ ରୁମ୍। ତେଣୁକରି ଏ ବାକ୍ୟରେ ନଟ୍ ପ୍ରଯୁଜ୍ୟ ହେଲା, ବସିଲା। ଆଇ ହ୍ୟାଡ୍ ନୋ ପେସେନ୍ସ ଫର୍ ହିମ୍। ଆଇ ହ୍ୟାଭ୍ ନୋ ପେସେନ୍ସ ଫର୍ ହିମ୍। ମୋ ତା ପାଇଁ ଧୈର୍ଯ୍ୟ ନାହିଁ। ଧୈର୍ଯ୍ୟଟା ହେଉଛି ଏଠି ନାଉନ୍। କି ନାଉନ୍ ନା ଆବଷ୍ଟ୍ରାକ୍ଟ ନାଉନ୍। ଧୈର୍ଯ୍ୟଟା ଆବଷ୍ଟ୍ରାକ୍ଟ ନାଉନ୍, ତେଣୁ ତା ପୂର୍ବରୁ ନୋ ବସିବ। ଆଇ ହ୍ୟାଡ୍ ନୋ ପେସେନ୍ସ ଫର୍ ହିମ୍। ଆଇ ହ୍ୟାଭ୍ ନୋ ମନି ଟୁ ସ୍ପେଣ୍ଡ ଫର୍ ୟୁ। ତୁମ ପାଇଁ ମୋର ଆଉ ପଇସା ନାହିଁ ଖର୍ଚ୍ଚ କରିବା ପାଇଁ। ତୁମ ପାଇଁ ଖର୍ଚ୍ଚ କରିବାକୁ ମୋ ପାଖରେ ଆଉ ପଇସା ନାହିଁ। ଆଇ ହ୍ୟାଭ୍ ନୋ ମନି। ମନି ହେଉଛି କ'ଣ, ଏଠି ନାଉନ୍କୁ ବୁଝାଉଛି। ଏଟା ନାଉନ୍, ଏଟା କି ନାଉନ୍ ନା ସରି, ଏଟା ଆବଷ୍ଟ୍ରାକ୍ଟ ନାଉନ୍ ନୁହଁ। ଏଟା ମନି ହେଉଛି ନାଉନ୍, ଏଟା ତା ପୂର୍ବରୁ ନୋ ବସିବ। କାରଣ ଯେହେତୁ ନାଉନ୍, ନାଉନ୍ ପୂର୍ବରୁ ନୋ ବ୍ୟବହାର ହୁଏ। ଆଇ ହ୍ୟାଭ୍ ନୋ ମନି ଟୁ ସ୍ପେଣ୍ଡ ଫର୍ ୟୁ। ଆଇ ୱିଲ୍ ନଟ୍ ଓବେ ୟୁ। ଓବେଟା କ'ଣ, ଓବେ ମାନେ ମାନିବା। ମାନିବା ଅର୍ଥ ଏଟା କ୍ରିୟା, ଏଟା ଭାର୍ବ। ଭାର୍ବ ପୂର୍ବରୁ ନଟ୍ ବସିବ। ଭାର୍ବ ପୂର୍ବରୁ ନଟ୍ ବସିବ। ଭାର୍ବ ଯେଉଁଠି ବ୍ୟବହାର ହେବ ସେଠି ନଟ୍ ତା ପୂର୍ବରୁ ନଟ୍ ବସିବ। ନେଗେଟିଭ୍ କ୍ଷେତ୍ରରେ ନଟ୍ ବସିବ। ଆଇ ୱିଲ୍ ନଟ୍ ଓବେ ୟୁ। ଆଇ ୱିଲ୍ ଡ୍ୟାସ୍ ଓବେ ୟୁ। କ'ଣ ବସିବ, ନୋ ବସିବନି। ଆଇ ୱିଲ୍ ନୋ ଓବେ ୟୁ। ନୋ ଏଠି ବ୍ୟବହାର କଲେ ଟିକେ ଭୁଲ ହେଇଯିବ। ଆଇ ୱିଲ୍ ନଟ୍ ଓବେ ୟୁ, ନଟ୍ ବସିବ। ତେଣୁ ନେକ୍ସଟକୁ ଆସ, 7 ଏକ୍ସାମ୍ପଲ୍ସ। ହି ହ୍ୟାଜ୍ ଡ୍ୟାସ୍ ଫେୟାର୍ଡ ୱେଲ୍ ଇନ୍ ଦ ଏକ୍ସାମ୍। ଏଠି କ'ଣ ବସିବ, ହି ହ୍ୟାଜ୍ ନୋ ଫେୟାର୍ଡ ୱେଲ୍ ଇନ୍ ଦ ଏକ୍ସାମ୍। ଯଦି ଆମେ କହିବା ବା ଲେଖିବା, ଏଟା ସମ୍ପୂର୍ଣ୍ଣ ଭୁଲ ହେଇଯିବ। ହି ହ୍ୟାଜ୍ ନଟ୍ ଫେୟାର୍ଡ ୱେଲ୍ ଇନ୍ ଦ ଏକ୍ସାମ୍। ଫେୟାର୍ଡ ମତଲବ ଏଟା ଆଡଭର୍ବ। ଫେୟାର୍ଡ ୱେଲ୍ ଏଟା ଟୋଟାଲଟା ଆଡଭର୍ବ। ତେଣୁ ଆଡଭର୍ବ ପୂର୍ବରୁ ଆମେ ନୋ ବସାଇ ପାରିବା। ସେ ନୋ ବସାଇବା ଗଲତ ହେଇଯିବ। ତେଣୁ ଏଠି ନଟ୍ ବସିବ। ହି ହ୍ୟାଜଣ୍ଟ, ହି ହ୍ୟାଜ୍ ନଟ୍ ଫେୟାର୍ଡ ୱେଲ୍ ଇନ୍ ଦ ଏକ୍ସାମ୍। ତେଣୁ ଆଜି ମୁଁ ତୁମମାନଙ୍କୁ ନେଗେଟିଭ୍ ଅର୍ଥରେ, ନକାରାତ୍ମକ ଅର୍ଥରେ ନୋ ନଟ୍ର କେଉଁଠି ବ୍ୟବହାର କରାଯିବ, କେଉଁ କ୍ଷେତ୍ରରେ ବ୍ୟବହାର କରାଯିବ, କେଉଁଠି ନଟ୍ ବ୍ୟବହାର ହେବ, କେଉଁଠି ନୋ ବ୍ୟବହାର ହେବ ସେ ସମ୍ବନ୍ଧରେ ବୁଝେଇଲି। ଏବଂ ତୁମକୁ ବିଷୟଟି କେମିତି ଲାଗିଲା ତୁମେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ଏବଂ ମୋର ଏଜୁକେସନ୍ ଚ୍ୟାନେଲ୍ ମହୋଦୟ ଏଡିକାରକୁ ସବସ୍କ୍ରାଇବ୍ କରି, କମେଣ୍ଟ କରି ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ଧନ୍ୟବାଦ।